ଜିତୁ ମୁଣ୍ଡା ଯେଉଁ ବ୍ୟବସ୍ଥା ଭିତରେ ତାଙ୍କର ଭଉଣୀଙ୍କର ଯେଉଁ ଅଙ୍କାଳ ଉଠେଇ ନେଇ ବ୍ୟାଙ୍କରେ ଦୃଷ୍ଟିଗୋଚର କଲେ, ଇଏ ସାରା ପୃଥିବୀରେ ଗୋଟେ ହଇଚଇ ସୃଷ୍ଟି ହେଇଛି। ସାମାଜିକ ଗଣମାଧ୍ୟମ ହେଉ, ମେନଷ୍ଟ୍ରିମ୍ ମିଡ଼ିଆ ହେଉ, ଓଡ଼ିଶା, ଭାରତ ଏବଂ ଦେଶ ବିଦେଶରେ ବି ଏ ଘଟଣାଟି ଗୋଟେ ସମ୍ବେଦନଶୀଳ ଘଟଣା, ମାନବୀୟ ଦୃଷ୍ଟିକୋଣରୁ ଏକ ଦୁଃଖଦାୟକ ଘଟଣା। କିନ୍ତୁ ଜିତୁ ମୁଣ୍ଡା ଜଣେ ସରଳ ଲୋକ, ଆଦିବାସୀ ଲୋକ, କେଉଁ ପରିସ୍ଥିତିରେ ତାଙ୍କ ଭଉଣୀଙ୍କର ଶବକୁ ନେଇ ବ୍ୟାଙ୍କରେ ଦେଖେଇଲେ, ଇଏ ହେଉଛି ପ୍ରଶ୍ନ। ବ୍ୟାଙ୍କ ବାଲା ବୁଝେଇ ପାରିଲେ ନାହିଁ, ବ୍ୟାଙ୍କ ବାଲା ତାଙ୍କୁ ଠିକ୍ ଢଙ୍ଗରେ କନଭିନ୍ସ କରାଇ ପାରିଲେ ନାହିଁ, ଯଦ୍ୱାରା ସେ ତାଙ୍କ ଭଉଣୀଙ୍କର ଶବକୁ ନେଇ ଦେଖେଇବାକୁ ପଡ଼ିଲା ଯେ ମୋ ଶବ ବଞ୍ଚିଛି, ତାଙ୍କର ଯେଉଁ ପ୍ରାପ୍ୟ ଅଛି ବ୍ୟାଙ୍କରେ ଗଚ୍ଛିତ ଅଛି 19,000 ଟଙ୍କା, ତାକୁ ଫେରସ୍ତ ଦିଆଯାଉ। କିନ୍ତୁ ସେଠି ଯେଉଁ ଜିତୁ ମୁଣ୍ଡା ଗୋଟେ ସମାଜ ଭିତରେ ବଞ୍ଚୁଥିବେ, ସମାଜ ଭିତରେ ଚଳୁଥିବେ, ସେଠି ୱାର୍ଡ ମେମ୍ବର, ସରପଞ୍ଚ, ପ୍ରଶାସନ ସମସ୍ତେ ଗୋଟେ ଅଛନ୍ତି ନା ନାହିଁ। ସମାଜର 3 କିଲୋମିଟର ଚାଲି ଚାଲି ଯାଇଛନ୍ତି, ଖାଲି ପାଦରେ ଯାଇଛନ୍ତି, ବିଡିଓ ଅବଗତ ହେଲେନି, ତହସିଲଦାର ଅବଗତ ହେଲେନି, ଥାନାବାଲା ଅବଗତ ହେଲେନି, କେହି ଜାଣିପାରିଲେନି କେମିତି। ଏବଂ ତାର ନିୟମ ଗୋଟେ ଲିଗାଲ ହେୟାର ସିଷ୍ଟମ ବି ଅଛି। କିନ୍ତୁ ବ୍ୟାଙ୍କ ବାଲା କାହିଁକି ଆରୋଗାଣ୍ଟ ଦେଖେଇଲେ, ବ୍ୟାଙ୍କ ବାଲା କାହିଁ ଗଜପତି ଚିନ୍ତାଧାରା ରଖିଲେ, କ'ଣ ଗୋଟେ ବ୍ୟାଙ୍କ ବାଲାଙ୍କର ଭୁଲ ଥିଲା ଯଦ୍ୱାରା ସିଏ ତାଙ୍କର କଙ୍କାଳକୁ ଉଠେଇକି ନେଇଗଲେ। ଏବଂ ଗୋଟେ ଆମର ଗୋଟେ ଓଡ଼ିଆରେ ଗୋଟେ ପଙ୍କ୍ତି ଅଛି, ଓଡ଼ିଆର ଗୋଟେ କବିତା ଅଛି, ଉଠ କଙ୍କାଳ ଜାଗ ଦୁର୍ବଳ। ସେ ଜାଗ ଦୁର୍ବଳ ଲୋକମାନେ କାଲି ଜାଗିଲେ, ଯଦ୍ୱାରା ସେ 2 ଦିନ ଭିତରେ ତରତର ହେଇକି ବ୍ୟାଙ୍କ ବାଲା ଦୌଡ଼ିକି ଯାଇକି ସେଠି ଜୀବନ ବିକଳିଆ ନେଇକି ପଇସା ତାଙ୍କ ପ୍ରାପ୍ୟ ଫେରସ୍ତ କରିଛନ୍ତି। ଏ ଘଟଣା କାହିଁକି ଘଟିଲା? ତେଣୁକରି ନିଶ୍ଚିନ୍ତ ଭାବରେ ସମାଜର ଅଧଗତି ଘଟିଛି। ବ୍ୟାଙ୍କ ବାଲାଙ୍କର ବ୍ୟବସ୍ଥା ଭିତରେ ବ୍ୟାଙ୍କ ବାଲା ଦଣ୍ଡିତ ଏପର୍ଯ୍ୟନ୍ତ ହେଇନାହାନ୍ତି। କୋଉ ବ୍ୟାଙ୍କ ବାଲା ତାଙ୍କୁ ଭୁଲ ତଥ୍ୟ ଦେଲା, ଭୁଲ ବ୍ୟବସ୍ଥା ବୁଝେଇଲା, କାହିଁକି ତାଙ୍କୁ ସରଳୀକରଣ କଲାନି, କାହିଁକି ତାଙ୍କ ବ୍ୟବସ୍ଥା ଭିତରେ ବୁଝେଇଲାନି,